ଏବଂ ମୁକିମ ବାବୁ ଗୋଟେ ବହୁତ ବଡ ସ୍ୱପ୍ନ ଦେଖନ୍ତି, ପିସିସି ସଭାପତି ସ୍ୱପ୍ନ ଦେଖୁଥିଲେ। ତେଣୁ ଏବେ ସେ ଚାହୁଁଛନ୍ତି ଯଦି ସେଇଟା ନହେଲା ନିଜେ ଗୋଟେ ଦଳ କରିଦେଲେ ସବୁଦିନ ସଭାପତି ହେବେ। ତେଣୁ ସେ ଗୋଟିଏ ଆଞ୍ଚଳିକ ଦଳ ଗଠନ ପାଇଁ ଯୋଜନା ମଧ୍ୟ କରୁଛନ୍ତି। ସେ ବହୁତ ନେତାଙ୍କ ପାଖରେ ଭେଟାଭେଟି କରିକି ଆସିଲେଣି, କିନ୍ତୁ ଦେଖିଲେ ସବୁଠି ନାସ୍ତି। ସମସ୍ତେ କହିଲେ ଟିକେ ଅପେକ୍ଷା କର, ନୂଆ ଦଳ ଆଉ ରାଜ୍ୟରେ ଚାଲିବନି। ବିଜୁ ଜନତା ଦଳ ଥିଲା ଯାଏଁ ଆଉ ଗୋଟିଏ ଆଞ୍ଚଳିକ ଦଳ ଆଜ୍ଞା ମୁଣ୍ଡ ଟେକିବନି। ଯଦି ବିଜୁ ଜନତା ଦଳ ଭାଙ୍ଗିବ ମାନେ ଫାଳେ ଏଠି ଫାଳେ ସେଠି ରହିବେ। ଯେମିତି ଶିବସେନା ଏନସିପି ଭାଙ୍ଗିଲେ ମହାରାଷ୍ଟ୍ରରେ, ସେମିତି ଭାଙ୍ଗିଲେ କିଛି ଲୋକ ଆସିକି ଦଳ ଗଢ଼ିବେ। ଜନତା ଦଳ ଯେତେବେଳେ ଭାଙ୍ଗିଲା ଆଜ୍ଞା, ସେତେବେଳେ ତାଙ୍କର ବିଜେଡି ହେଇନଥାନ୍ତା। ଜନତା ଦଳ ବାଲା ଚାହୁଁଥିଲେ ଭାରତୀୟ ଜନତା ପାର୍ଟି ସାଙ୍ଗରେ ମେଣ୍ଟ କରିବା ପାଇଁ। ତାଙ୍କର ଯେ ନେତା ଥିଲେ ଶରଦ ଯାଦବ, ସେ ଅନୁମତି ଦେଲେନି। ସେ ଯଦି ଅନୁମତି ଦେଇଥାନ୍ତେ ଆଜି ବିଜେଡି ବି ନଥାନ୍ତା, ଜନତା ଦଳକୁ ବିଜେପିର ମେଣ୍ଟ ଚାଲିଥାନ୍ତା। କିନ୍ତୁ ଅନୁମତି ନଦେଲା ଫଳରେ ଇଏ କହିଲେ ଆମେ ତ ବିଜେପି ସାଙ୍ଗରେ ମେଣ୍ଟ କରିବୁ। ତେଣୁ ଆମେ ଗୋଟେ ଦଳ କରିକି ଆମେ ମୁଖ୍ୟ ହେଇଛୁ, ଆମର ଜନତା ଦଳ ସହିତ ସମ୍ପର୍କ କିଛି ନାହିଁ। ତେଣୁ ସେମିତି ବର୍ତ୍ତମାନ ମୁକିମ ବାବୁ ଚାହୁଁଛନ୍ତି ଯଦି ସଭାପତି ଗୋଟେ ରହିବି ଦଳର, ତେଣୁ ନିଜେ ଗଢିଦେଲେ କାମ ସରିଲା। ସବୁ ଦିନେ କାହିଁକି ବର୍ଷେ କାହିଁକି, ଯେତେ ଦିନ ପର୍ଯ୍ୟନ୍ତ ଚାହିଁଥିବ ସଭାପତି ତମେ ରହିଥିବ। ସୋଫିଆ ମ୍ୟାଡମଙ୍କୁ କାର୍ଯ୍ୟକାରୀ ସଭାପତି ମଧ୍ୟ କରିଦିଆଯାଇପାରେ ଏବଂ ମେଟ୍ରୋ ବିଲ୍ଡରରେ ବହୁତ ପ୍ରକାର ଆକାଉଣ୍ଟାଣ୍ଟ ସବୁ ଅଛନ୍ତି, ତାଙ୍କୁ କ୍ୟାସିୟର କରିଦେବା। ତେଣୁ ଅର୍ଥର ବି ଅଭାବ ନାହିଁ।